ବର୍ତ୍ତମାନ ଭତ୍ତାକୁ ନେଇକି ଲୋକମାନଙ୍କ ମନ ଭିତରେ କୋଉଠି ନା କୋଉଠି କିଏ ରହିଛି, କାହିଁକିନା 3,000 ଟଙ୍କା ଭତ୍ତା ଶୁଣିକି ଯୋଉମାନେ ଛାଟି ପିଟି ହଉଥିଲେ 3,500 ଟଙ୍କା ପାଇବେ ବୋଲିକି, କିନ୍ତୁ 80 ନ ଟପିଲେ ମିଳୁନାହିଁ। ତେଣୁ ସାର୍ କଣ କହୁଛନ୍ତି, ସାର୍ କଣ କହନ୍ତି? ଆ ଭିତରେ ସରକାର ଜଣକୁ ହସଉଛନ୍ତି, ଜଣକୁ କଣ ଦଉଛନ୍ତି। ହସିଲେ କୋଉ ପାଟି? ମାନେ ହସୁଛନ୍ତି ନା 80 ବର୍ଷ ଲୋକ ହସୁନାହାନ୍ତି, ଖସୁଛନ୍ତି। 60 ବର୍ଷ ଲୋକ କାନ୍ଦୁଛନ୍ତି। ତେଣୁକରି ସରକାର ଏଇଟା ନିଷ୍ପତ୍ତି ଠିକ ନୁହଁ। 60 ବର୍ଷକୁ ଦେଲେ ହବ, ଆଉ 80 ବର୍ଷ ପର୍ଯ୍ୟନ୍ତ କିଏ ବଞ୍ଚୁଛି? ଏ ପଦକ୍ଷେପଟା କାହିଁ ମୋ ମନକୁ ଭଲ ଯାଉନାହିଁ। ତେଣୁ 60 ବର୍ଷକୁ ଦେଲେ ଭଲ, ସୁନ୍ଦର, ମୋ ମତରେ ଭଲ। ସର୍ବନିମ୍ନ କରିଦିଅନ୍ତୁ। 80 ବର୍ଷିଆ ଲୋକ ନାହାନ୍ତି, ଆଉ ସେ ଲୋକଙ୍କର ଏତେ ଖାଦ୍ୟ ପ୍ରିୟ ମାଣ୍ଡିଆ ଯାଉ ନାହିଁ, ନା କୋଳଥ ଡାଲି ନାହିଁ, ଆଉ ନା ସେ ଯୋଉ କୋଳଥ ଯାଉ ବି ନାହିଁ, ନା ସେ ଦଲିଆ ବି ନାହିଁ, କିନ୍ତୁ ବର୍ତ୍ତମାନ ସେ ବିଷ। 80 ବର୍ଷ କେହି ରହୁନାହାନ୍ତି। କିନ୍ତୁ ସରକାରକୁ ମୋର ଗୋଟେ ନିବେଦନ, 60 ବର୍ଷିଆକୁ ଦେଲେ ମାନେ ପ୍ରକୃତ ଲୋକ ଉପକୃତ ହେବେ। କିନ୍ତୁ 60 ବର୍ଷ କଣ ଉପକୃତ ହେବେ? ତମେ ସାମ୍ବାଦିକ ହିସାବରେ କହୁନା, 80 ବର୍ଷ କିଏ ବଞ୍ଚୁଛନ୍ତି? ତମେ ଦେଖୁନା ଚାରିଆଡେ କ୍ୟାମେରା ବୁଲେଇ ଦେଖୁନା। 80 ବର୍ଷ 75, 60, 65, 62, 64 ଖସୁଛନ୍ତି। ଯୋଉମାନେ ଚାକିରିଆ ସବୁ ରିଟାୟାର୍ଡ ହଉଛନ୍ତି, ସେ 63, 64 ଚାଷୀ ଲୋକ ତ ଖାଦ୍ୟ ପାଉନାହାନ୍ତି, ମୂଲ୍ୟ ତ ଠିକ ଖାଦ୍ୟ ପନିପରିବା ପାଉନାହାନ୍ତି, ସେ 60ରେ ବି ମରୁଛନ୍ତି। ତ ଓଭରାଲ 60 ରୁ 70 ଭିତରେ ଆଉ। ହଁ, ସେ ପଦକ୍ଷେପ ନେଲେ ସରକାର ମୋ ମତରେ ଭଲ। ଆପଣ ମାନଙ୍କ ମତ କଣ? 60 ବର୍ଷଙ୍କ ପାଇଁ ଯୋଉ କହିଥିଲେ ଭତ୍ତା ବଢେଇବା ପାଇଁ, ସେତିକି କଲେ 80 ବର୍ଷିଆ ପାଇଁ ନୁହଁ। 80 ବର୍ଷ ଭଲ, କିନ୍ତୁ ଥିବ ସେ ଦବ, କିନ୍ତୁ ନାହାନ୍ତି। 80 ବର୍ଷ ପିଲା ଛୁଆ ତ ଖାଇବେ ଆଉ। ପିଲା ଛୁଆ କେମିତି ଭତ୍ତା, ବାପା ମରିଗଲେ ପୁଅ ଭତ୍ତା ପାଇବ? ଏଇଟା ଅସମ୍ଭବ। ସେ ଯେତିକି ସମୟ ବସିଥିବ ବୁଢା ପାଇଁ ଯାଉଥିବ, ସେଇଥିରେ କଣ ଖର୍ଚ୍ଚ ହବ ଆଉ। କିଏ କଣ ଖର୍ଚ୍ଚ କରିବ ତମେ କହୁନା? ତା ପୁଅ ଉଠେଇ ନେଇ ପାରିବ ତା ବାପା ମରିଲା ପରେ? ମଲା ପୂର୍ବରୁ ତ 80 ବର୍ଷ ବଞ୍ଚିଲେ ଲାଭ କଣ? କାଁ ଭାଁ ପାଉଛନ୍ତି ଆଉ, ସିଏ କିଛି ନୁହଁ। ମାନେ 100ରୁ 90 ଭାଗ, 10 ଭାଗ ପାଉଛନ୍ତି, 90 ଭାଗ 60 ବର୍ଷ ଆସୁଛି। ସମାଜ ଉପରେ ତ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ନଉଛି, ସେଣ୍ଟ୍ରାଲ ପୁଲିସ, ସେଣ୍ଟ୍ରାଲ ଆର୍ମି, ଆଉ ଓଡିଶା ପୁଲିସ। ତା ଭିତରେ ଓଡିଶା ଗଭର୍ଣ୍ଣମେଣ୍ଟ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କଣ ଆଗରେ ନିଷ୍ପତ୍ତି ନେବେ, ଆମେ କଣ କରିବା? ଆଖି ଦେଖନ୍ତି ଆର୍ମି ବାଲା କହନ୍ତି ଆମର ତୋପ ଭଳିଆ ସବୁ ଗୁଳି ନା, ଆଉ ପୋଲିସ ବାଲା କଣ କରିବେ? ପୋଲିସ ବାଲା କହନ୍ତି ଆମେ, ମାନେ ଦି ଜଣଙ୍କ ଭିତରେ ସେ ଉଭୟ ପକ୍ଷ ନିଜର କ୍ଷମତା ଦେଖାଇଲେ ସାଧାରଣ ଲୋକ ହଇରାଣ କରିବେ। ସାଧାରଣ ଲୋକ ଯିବେ ନ୍ୟାୟ ପାଇଁ। ଯଦି ପୁଲିସ ବାଲା ଥାନା ଭିତରେ ଏମିତି କରିବେ, ତାହେଲେ ସାଧାରଣ ଲୋକ ନ୍ୟାୟ ପାଇବେ। ସେଟା ନୁହଁ। କିନ୍ତୁ ସେଇଟା ବି ସତ। ତୁମେ ସେ ଯୋଉ ଜାଗାରେ ତମେ କ୍ଷମତା ତୁମର, ତମେ ସେଠି ଦେଖେଇବ। ତୁମେ ଥାନା ଭିତରେ ପୋଲିସ ଦେଖେଇବା ଠିକ ନୁହଁ। ତେଣୁକରି ପୁଲିସ, ଓଡିଶା ପୁଲିସ, ସେ ତମକୁ ଆର୍ମି ବୋଲି ଜାଣିଲେ କେମିତି? ସେ ପ୍ରମାଣ ଯଦି ଦେଇଥାନ୍ତେ କି ତମ ଭଲ ଭଲ କରିଥାନ୍ତେ, ଜାଣିଥାନ୍ତେ। କିନ୍ତୁ ଏଇ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ଓଡିଶା ଗଭର୍ଣ୍ଣମେଣ୍ଟ ବୁଝାବୁଝି ହଅନ୍ତୁ, ଆମେ କଣ କରିବା? ଆପଣ ପେଶି ଯାଉଛନ୍ତି ମଝିରେ, କହୁନାହାନ୍ତି କଣ ହେଲା? ବହୁତ ଲୋକ ଯାଉଛନ୍ତି ଏବେ, ମାନେ ଇଏ ନେଇକି, ଏଫଆଇଆର ନେଇକି, କିନ୍ତୁ ବର୍ତ୍ତମାନ ଯୋଉ ମାହୋଲ ଭିତରେ ଏତେ ଆକ୍ସନ ହେଇପାରୁନି। କେମିତି ହବ ଆଜ୍ଞା? ଯେତେବେଳେ ତାଙ୍କ ଭିତରେ ଗୋଟେ କନ୍ଦଳ ହେଇଗଲା, ଚାକିରି ଭୟ ରହୁଛି, ତେଣୁକରି ସାଧାରଣ ଲୋକ ହଇରାଣ ହବ ଆଉ କଣ? ଏଇ ଯୋଉ ଝଗଡା ସାଧାରଣ